ନମସ୍କାର ଜଣାଇ ଆରମ୍ଭ କରୁଛି ଆଜିର ଜ୍ୟୋତିଷ ଚର୍ଚ୍ଚାର କାର୍ଯ୍ୟକ୍ରମ। ଆଜିର ଅଧ୍ୟାୟରେ ଆମେ ଗ୍ରହଣ ସମ୍ବନ୍ଧୀୟ କାରଣ, ଗ୍ରହଣରେ କେଉଁମାନେ ଜନ୍ମ ହୁଅନ୍ତି ଏବଂ ସେମାନଙ୍କର ଜୀବନ କିପରି ଥାଏ, ତା ସହ କିଛି ପ୍ରତିକାର ମଧ୍ୟ ଆଲୋଚନା କରିବା। ଗ୍ରହଣ କେବଳ ସୂର୍ଯ୍ୟଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ନୁହେଁ। ଯେତେବେଳେ ବି ରାହୁ କୌଣସି ବି ଗ୍ରହ ଉପରେ ବସେ ବା ପାଖରେ ବସେ, ସେହିପରି ଯେପରିକି ଗୁରୁ ରାହୁ, ଶନି ରାହୁ, ମଙ୍ଗଳ ରାହୁ, ମଙ୍ଗଳ କେତୁ, ଶନି କେତୁ, ଗୁରୁ କେତୁ, ଏହା ମଧ୍ୟ ଏକ ପ୍ରକାର ଗ୍ରହଣ। ଏହି ଯୁକ୍ତି ଆପଣଙ୍କ ଜାତକରେ କାହିଁକି ଦେଖାଗଲା? ସୂର୍ଯ୍ୟ ଓ ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ ଆମର ଆତ୍ମାର କାରକ ଏବଂ ଚନ୍ଦ୍ର ହେଉଛି ମନର କାରକ। ଆମ ବିଷୟରେ ଆମେ ଯେତିକି ପ୍ରେଡ଼ିକ୍ସନ୍ କରିବାକୁ ଗଲେ, କେଉଁ ମାସ ଭିତରେ ଆମର ଜନ୍ମ ହୋଇଛି ଏବଂ ରବି ସେତେବେଳେ କେଉଁ ରାଶିରେ ଥିଲେ ଏବଂ ଚନ୍ଦ୍ରଙ୍କୁ ଦେଖିଲେ ଜଣାପଡ଼େ ଯେ ତା'ର ମନସ୍ଥିତି କିପରି ଥିଲା। ତେଣୁ କେତେକ ସ୍ଥାନରେ ଆପଣଙ୍କର କର୍ମ କ୍ରୂର ହେଲେ ମଧ୍ୟ ତା'ର ଇଣ୍ଟେନସନ୍ ପୁରା ଶୁଦ୍ଧ ଥାଏ। ତେଣୁ ଯେତେବେଳେ ଆପଣଙ୍କୁ କୌଣସି ବି ଜାତକରେ ସୂର୍ଯ୍ୟଗ୍ରହଣ ବା ଚନ୍ଦ୍ରଗ୍ରହଣ ମିଳୁଛି, ତେବେ ଆପଣ ସେଥିରେ ଜାଣିଥିବେ ଯେ ପୂର୍ବଜନ୍ମରେ ଆପଣ କୌଣସି ଜିନିଷକୁ ନେଗ୍ଲେକ୍ଟ କରିଥିଲେ, ଯାହାଦ୍ୱାରା ଆପଣଙ୍କୁ ଏ ଜନ୍ମରେ ଏହି ପ୍ରକାର ଗ୍ରହଣ ଭିତରେ ଜନ୍ମ ହେବାକୁ ପଡ଼ିଲା। ତେଣୁ ଏହିଭଳି ବ୍ୟକ୍ତିକୁ ନିଜ କର୍ମକୁ ପ୍ରଥମେ ବାଲାନ୍ସ କରିବା ଦରକାର, କାରଣ ରାହୁ ଓ କେତୁ ଜାତକରେ ଡିସବାଲାନ୍ସ କରନ୍ତି। ଏମାନଙ୍କର କାରକ ସେମାନେ ସବୁବେଳେ ବକ୍ରି ଥାନ୍ତି। ସପୋଜ କରନ୍ତୁ କାହାର ଜାତକରେ ରବି ରାହୁ ଗୋଟିଏ ପଟେ ଅଛନ୍ତି ଏବଂ ତାର ସପ୍ତମ ଭାବରେ ଚନ୍ଦ୍ର କେତୁ ଅଛନ୍ତି, ତେବେ ତାଙ୍କର ବଳ ଏହି ଯୁକ୍ତି ଆହୁରି ବଢ଼ିଯାଏ। ଦ୍ୱିତୀୟ ଘରେ, ଷଷ୍ଠ ଘରେ ଏବଂ ଦଶମ ଘରେ ଅଛନ୍ତି, କାରଣ ରାଶି ଏଠାରେ ମୁଖ୍ୟ ଅଟନ୍ତି ଏବଂ ଭାବ ମଧ୍ୟ ମୁଖ୍ୟ ଥାନ୍ତି। କାରଣ ରାଶିରେ ଏଠାରେ ଜଣାଏ ଯେ ଆପଣ ଏହି ଡିସବାଲାନ୍ସ କେଉଁ ତତ୍ତ୍ୱରେ କରିଛନ୍ତି। ତେଣୁ ଚନ୍ଦ୍ରକେତୁ ଯେଉଁଠି ଅଛନ୍ତି ସେଠାରେ ଦେଖିଲେ ଚନ୍ଦ୍ର ହେଉଛି ଆପଣଙ୍କର ଇମୋସନର କାରକ ଏବଂ ପବ୍ଲିକ ଏବଂ ସମାଜର କାରକ ଏବଂ କେତୁ ହେଉଛନ୍ତି ଦୂରତାର ଗ୍ରହ। ତେଣୁ ଆପଣଙ୍କ ଜାତକରେ ଯଦି ଚନ୍ଦ୍ରକେତୁ ଦ୍ୱିତୀୟ ଭାବରେ ଅଛନ୍ତି, ତେବେ ସେ ଏଠାରେ ତୁମକୁ ଦ୍ୱିତୀୟ ଘର ସମ୍ବନ୍ଧୀୟ ସମସ୍ତ କାରକ, ଟଙ୍କା ପଇସା, ପରିବାର, ଗହଣା, ବ୍ୟାଙ୍କ ଏବଂ ଚନ୍ଦ୍ରଙ୍କ ସମ୍ବନ୍ଧୀୟ ସମସ୍ତ କାରକରୁ ସେ ଆପଣଙ୍କର ଦୂରତା ବଢ଼ାଇ ଦେଇଥାଏ। ନିଜର ସମସ୍ତ ଇଚ୍ଛା ସମସ୍ତଙ୍କ ଠାରୁ ଲୁଚାଇବାକୁ ଚେଷ୍ଟା କର, କାରଣ କେତୁ ହେଉଛନ୍ତି ଗୁପ୍ତ ବା ଲୁଚିଥିବା ଜିନିଷର କାରକ। ତେଣୁ ଆପଣ ଟଙ୍କା ପଇସାର ରିଲେଟେଡ଼, ସମାଜ ରିଲେଟେଡ଼ ସମସ୍ତ ଜିନିଷ ତ୍ୟାଗ କରିଦେଇଥିବେ, ଅର୍ଥାତ୍ ଏହି ସମସ୍ତ ଜିନିଷରୁ ମୋହମାୟା ତ୍ୟାଗ କରିଦେଇଥିବେ। ତେଣୁ ଆପଣଙ୍କ ଜାତକରେ ଯଦି ଚନ୍ଦ୍ରକେତୁ ଏକତ୍ର ଥିବେ ବା ଗ୍ରହଣର ପାଖାପାଖି ଦିନରେ ଆପଣ ଜନ୍ମ ହେଉଥିବେ, ତେବେ କେତୁ ଆପଣଙ୍କ ଜୀବନରେ ବହୁ ସମସ୍ୟା ଆଣିଦେଇଥାଏ। ତେଣୁ କେତୁଙ୍କୁ ଶୁଭ କରିବାକୁ ଯଦି ଆପଣ ପ୍ରତିଦିନ ଭୋର 4ଟାରୁ ଉଠିବା ଆରମ୍ଭ କରିବେ, କାରଣ ଭୋରର କାରକ ହେଉଛନ୍ତି କେତୁ, ତେବେ ଆପଣଙ୍କ ଭିତରେ ଥିବା ଏନଜାଇଟି, ଡିପ୍ରେସନ୍ କିମ୍ବା ଆପଣ ଡିସିସନ୍ ନେବାରେ କିଛି ଭୁଲ କରୁଛନ୍ତି କିମ୍ବା ଆପଣ ଡିସିସନ୍ ନେଇପାରୁନାହାନ୍ତି, ତେବେ ପ୍ରତିଦିନ ଭୋର ଉଠିବାକୁ ଚେଷ୍ଟା କରନ୍ତୁ। 2 ଦିନରୁ ସପ୍ତାହ ମଧ୍ୟରେ ଭୋର ଉଠିବା ଆରମ୍ଭ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିବ ଏବଂ ନିଜେ ନିଜେ ବାରମ୍ବାର ଉଚ୍ଚାରଣ କରନ୍ତୁ ଅହମ୍ ବ୍ରହ୍ମସ୍ୱ, ଅହମ୍ ବ୍ରହ୍ମସ୍ୱ। ଏହିପରି ଗ୍ରହଣ ଆପଣଙ୍କ ଜୀବନରେ ପ୍ରଭାବ ପକାଏ। ଯଦି ଷଷ୍ଠ ଘରେ ଏହି ଯୁକ୍ତି ଥିବ, ତେବେ ଆପଣ ପୂର୍ବଜନ୍ମରେ ଜମା ପରିଶ୍ରମ କରିନାହାନ୍ତି ବା ସେବା ମଧ୍ୟ କରିନାହାନ୍ତି। ଆପଣଙ୍କର ଷଷ୍ଠ ଭାବରେ ଯେଉଁ ରାଶି ଯାଇଛି, ସେହି ରାଶି ସମ୍ବନ୍ଧୀୟ ବ୍ୟକ୍ତିର ଆପଣଙ୍କୁ ସେବା କରିବାକୁ ପଡ଼ିବ। ତାହା ଏହି ପ୍ରକାର କରଜ। ତେଣୁ ଏହି କରଜରୁ ଆପଣ ମୁକ୍ତ ହେବାକୁ ଚେଷ୍ଟା କରନ୍ତୁ, କାରଣ ଯେଉଁ ବ୍ୟକ୍ତିର କର୍ମ ବାକି ଥାଏ, ତେବେ ସେହି ବ୍ୟକ୍ତିକୁ ଚନ୍ଦ୍ରଗ୍ରହଣ ବା ସୂର୍ଯ୍ୟଗ୍ରହଣ ମିଳେ। ଯେତେ ବି ଗ୍ରହଣ ସମ୍ବନ୍ଧୀୟ ଜନ୍ମ ହୁଅନ୍ତି ବା ଗ୍ରହଣ ସମୟରେ ଜନ୍ମ ହୁଅନ୍ତି, ଗ୍ରହଣ ସପ୍ତାହ କିମ୍ବା ଗ୍ରହଣର ପାଖାପାଖିରେ ଜନ୍ମ ହୁଅନ୍ତି, ସେମାନେ ଅତି ଭଲ ସିଦ୍ଧପୁରୁଷ ହୋଇଥାନ୍ତି, ନଚେତ୍ ଅତି ଚୋର, ଖଣ୍ଟ, ଡକାୟତ ଦଳର ମଧ୍ୟ ହୋଇଥାନ୍ତି। ତେଣୁ ଚନ୍ଦ୍ରକେତୁ କିମ୍ବା ଚନ୍ଦ୍ରରାହୁ ପୀଡ଼ିତ ବ୍ୟକ୍ତି ପ୍ରଥମେ ନିଜକୁ ଖୁବ୍ ସମୟ ଦିଅନ୍ତୁ ଏବଂ ନିଜକୁ କେବେ ଇଗ୍ନୋର କରନ୍ତୁ ନାହିଁ। ଯଦି ଚନ୍ଦ୍ରକେତୁ ଅଗ୍ନି ତତ୍ତ୍ୱରେ ଥିବେ, ମେଷ ଲଗ୍ନରେ ଥିବେ, ତେବେ ସେହି ବ୍ୟକ୍ତି ନିଜକୁ ଖାଲରେ ପକାଇ, ମୃତ୍ୟୁ ମୁଖରେ ପକାଇ ମଧ୍ୟ ଅନ୍ୟକୁ ବଞ୍ଚାଇବାକୁ ଚେଷ୍ଟା କରେ।
ତେଣୁ ଯେଉଁମାନେ ନିଜକୁ ବହୁତ ଇଗ୍ନୋର କରନ୍ତି ସେମାନଙ୍କର ଚନ୍ଦ୍ର ରାହୁ କିମ୍ବା ଚନ୍ଦ୍ରକେତୁ ଅଗ୍ନି ତତ୍ତ୍ୱରେ ମିଳିଯିବେ। ସେହିପରି ମିଥୁନ, ତୁଳା ଏବଂ କୁମ୍ଭରେ ଏହି ଗ୍ରହଣ ଥିଲେ ଆପଣ ଅନ୍ୟ କାହାର ବିନା ସହାୟତାରେ, ବିନା ଅନ୍ୟମାନଙ୍କ ସହ ମିଶି କିଛି କାମ କରିନାହାନ୍ତି। ତେଣୁ ଆପଣଙ୍କୁ ଏ ଜନ୍ମରେ ନିଜେ କୌଣସି କାମ ଏକା କରିପାରିବେ ନାହିଁ ଏବଂ ଅନ୍ୟର ବିନା ସହାୟତାରେ ଆପଣ କିଛି ବି କରିପାରିବେ ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ବିନା ସାହାଯ୍ୟରେ କିଛି ବି କରିପାରିବେ ନାହିଁ। ତେଣୁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଦେଖିବେ ତୃତୀୟ ଘର, ସପ୍ତମ ଘର, ଏକାଦଶ ଘରରେ ଯଦି ଏହି ଯୁକ୍ତି ଥିବ ଆପଣଙ୍କୁ ଲାଗିବ ଯେ ଆପଣ ସବୁକିଛି କରିପାରିବେ, କିନ୍ତୁ ଏହା ଆପଣ ଜମା କରିପାରିବେ ନାହିଁ। କାରଣ ଆପଣଙ୍କର କର୍ମ ଆପଣଙ୍କୁ ସେବା ନେବାକୁ ହିଁ ପଡ଼ିବ। ଯଦି ତୁଳାରେ ଏହି ଗ୍ରହଣ ଥିବ ତେବେ ଦେଖିବେ ବ୍ୟକ୍ତି ନିଜ ଲୁଗା ଡ୍ରେସ୍ଅପ୍ରେ ବହୁତ ଖର୍ଚ୍ଚ କରିବନି, ନିଜ ବାହାଘରରେ ଖର୍ଚ୍ଚ କରିବାକୁ ଚାହିଁବ ନାହିଁ। ତେଣୁ ଏଠାରେ ଗ୍ରହଣ ଥିଲେ ପ୍ରଥମେ ନିଜକୁ ସଜାନ୍ତୁ, ନିଜକୁ ସୁନ୍ଦର କରନ୍ତୁ। ସୂର୍ଯ୍ୟକେତୁ ଯଦି ଜାତକରେ ଏକତ୍ର ଅଛନ୍ତି ତେବେ ସେମାନେ ଅନ୍ୟ କର୍ମକୁ ନିଜେ କରିବାକୁ ଚେଷ୍ଟା କରନ୍ତି। ଏମାନେ ଜୀବନରେ ଭଲ ପୋଜିସନ୍ ପାଆନ୍ତି। ଏମାନେ ନିଜକୁ ସବୁବେଳେ ଅଣହେଳା କରି ଅନ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି। ଏମାନେ ବହୁତ ସମାଜ ସେବା କରନ୍ତି। ଦ୍ୱିତୀୟ, ଷଷ୍ଠ, ଦଶମ ଘରେ ଥିବା ବାଲା ରାଶିରେ ଯଦି ଥିବେ ଅର୍ଥାତ୍ ବୃଷ, କନ୍ୟା ଏବଂ ମକର ରାଶିରେ ଥିଲେ ଏମାନେ ସମାଜ ସେବା ପାଇଁ ପ୍ରବଳ ଟଙ୍କା ଖର୍ଚ୍ଚ କରନ୍ତି। ଲୋକଙ୍କୁ ଟଙ୍କା ଦେଇ ସାହାଯ୍ୟ କରନ୍ତି। ଯଦି ପ୍ରଥମ, ପଞ୍ଚମ, ନବମରେ ଥିବେ ତେବେ ଏହି ବ୍ୟକ୍ତି ସମାଜ ସେବା କଲାବେଳେ ଏମାନେ ଆଗକୁ ପଛକୁ ଚିନ୍ତା ମଧ୍ୟ କରନ୍ତି ନାହିଁ, ଖୁବ୍ ଜୋରରେ ମାଡ଼ିଯାଆନ୍ତି। ଏମାନଙ୍କ ଜାତକରେ ଗୋଟିଏ ପଟେ ସୂର୍ଯ୍ୟକେତୁ ଥାଆନ୍ତି ତ ଅନ୍ୟପଟେ ସପ୍ତମ ଘରେ ସୂର୍ଯ୍ୟ ରାହୁ ଥାଆନ୍ତି ବା ଚନ୍ଦ୍ର ରାହୁ ଥାଆନ୍ତି। ସେଟା ଚନ୍ଦ୍ର ରାହୁ। ଯଦି ଜାତକରେ ମଙ୍ଗଳ କେତୁ ଏକତ୍ର ଥିବେ ତେବେ ବ୍ୟକ୍ତି ଗ୍ରାମର ମୁଖିଆ ହୁଅନ୍ତି। ପଞ୍ଚାୟତର ସବୁ ଭଲ କାର୍ଯ୍ୟ କରିବାକୁ ଏମାନେ ସବୁବେଳେ ଆଗଭର ଥାଆନ୍ତି। ଗୁରୁ ଓ କେତୁ ଯଦି ଏକତ୍ର ଥିବେ ବ୍ୟକ୍ତି ଧର୍ମ କାର୍ଯ୍ୟରେ ଟଙ୍କା ରୋଜଗାର କରନ୍ତି। ଶନି କେତୁ ଏକତ୍ର ଥିଲେ ଏହା ସନ୍ନ୍ୟାସ ଯୋଗ ହୋଇଥାଏ ଏବଂ ଆପଣଙ୍କୁ କର୍ମ ସମ୍ବନ୍ଧୀୟ ବହୁ ସମସ୍ୟା ଦେଇଥାଏ, ଯେମିତିକି ବାରମ୍ବାର ଅଧାରେ କର୍ମ ଛଡ଼ାଇ ଦେଇଥାଏ ଆପଣଙ୍କୁ। ତେଣୁ ନିଃସ୍ୱାର୍ଥପର ହୋଇ କାମ କରିବା ଦରକାର ଥାଏ। ଶନି କେତୁ ଏକତ୍ର ଥିଲେ ବ୍ୟକ୍ତି ଆୟୁର୍ବେଦିକ ମେଡ଼ିସିନ ଉପରେ ମଧ୍ୟ ବହୁତ ଜ୍ଞାନ ରଖିଥାଏ। ବୁଧ କେତୁ ଏକତ୍ର ଥିଲେ ପିଲାମାନଙ୍କ ପାଇଁ ନିଃସ୍ୱାର୍ଥ ଭାବରେ ସେବା କରନ୍ତୁ। ଯଦି ଶନି ଏବଂ ରାହୁ ଏକତ୍ର ଅଛନ୍ତି, ଅଷ୍ଟମ ଘରେ ଅଛନ୍ତି, ତେବେ ବ୍ୟକ୍ତିର ଖରାପ ଚରିତ୍ରରେ ହୋଇଥାଏ ଏବଂ ବେଳେବେଳେ ଛୋଟ ପିଲାମାନଙ୍କୁ ଦେହ ବ୍ୟବସାୟରେ ମଧ୍ୟ ଲଗାଏ। ବୁଧ କେତୁ ଏକତ୍ର ଥିଲେ ବ୍ୟକ୍ତିର ଯଦି ନିଜେ ଯେତେବେଳେ ପେପର ୱାର୍କ କରିବ କିମ୍ବା ନିଜେ ଯେତେବେଳେ ସାଇନ୍ କରିବ ତାର ଇମେଲ୍ ଆଇଡ଼ି ସବୁ ଲେଖା ଯେମିତି ବୁଝି ନହେଲା ଭଳି ମନେ ହୁଏ। ବୁଧ ରାହୁ ପିଲାମାନଙ୍କର ଦ୍ୱାରା କାମ କରାଏ। ଶୁକ୍ର କେତୁ ଯଦି ଏକତ୍ର ରହୁଛି ତେବେ ନିଜ ସ୍ତ୍ରୀଙ୍କ ସହ ନିଃସ୍ୱାର୍ଥ ଭାବରେ କାମ କରନ୍ତୁ। ଶୁକ୍ର ରାହୁ ଯଦି ଏକତ୍ର ରହୁଛନ୍ତି ତେବେ ବହୁତ ସ୍ତ୍ରୀଙ୍କ ସହ ସେ ଲୋକ ଅବୈଧ ସମ୍ପର୍କ ମଧ୍ୟ ରଖିଥାଏ। ତେଣୁ ଏହି ପ୍ରକାର ଯେତେ ଗ୍ରହଣ ରହୁଛି ତାର ପ୍ରତିକାର ହେଉଛି ଆପଣଙ୍କର ଚତୁର୍ଥ ଘରେ ଯଦି ଗ୍ରହଣ ଆସୁଛି ତେବେ କୌଣସି ବି ସରକାରୀ ଅଫିସରେ କିଛି ଟଙ୍କା ସମାଜ ସେବା ପାଇଁ ଦାନ କରନ୍ତୁ। ଯଦି ଷଷ୍ଠ ଘରେ ଆସୁଛି ତେବେ ହସ୍ପିଟାଲରେ ଦାନ କରନ୍ତୁ ଏବଂ ଏହି ଦାନ ଆପଣଙ୍କ ଜୀବନରୁ ଗ୍ରହଣ ସମ୍ବନ୍ଧୀୟ ସମସ୍ତ ନେଗେଟିଭିଟି ବାହାର କରିଦିଏ। ଯଦି କେହି ରାହୁ ସମ୍ବନ୍ଧୀୟ ବ୍ୟକ୍ତି, ସୁଇପର, ଇସ୍ତ୍ରୀବାଲା, ବିକଳାଙ୍ଗ, କୁଷ୍ଠରୋଗୀ ଏମାନଙ୍କୁ କିଛି ଦାନ ପ୍ରତି ସମୟରେ କରିଚାଲନ୍ତୁ। ଖାଦ୍ୟ ହେଉ କିମ୍ବା ଟଙ୍କା ହେଉ କିଛି ନା କିଛି ସାହାଯ୍ୟ ସବୁବେଳେ କରନ୍ତୁ। ଏହାଦ୍ୱାରା ଆପଣଙ୍କର ଆସୁଥିବା ହେଲ୍ଥ ଇସ୍ୟୁ ପୁରାପୁରି ଚାଲିଯାଏ। ଆମେ ଆଜି ଜାଣିଲେ ଗ୍ରହଣ ଦ୍ୱାରା କ'ଣ ହୁଏ, ତାର ପ୍ରତିକାର। ଆପଣ ଯଦି ରାଶିଭିତ୍ତିକ କୌଣସି ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି, ପ୍ରତ୍ୟେକଟି ରାଶିର ଗୁଣ, ପ୍ରକୃତି, ବ୍ୟବହାର, କେଉଁ ବୟସରେ ଭାଗ୍ୟ ଉଦୟ କରିବା ହେଉ କିମ୍ବା ଶୁଭ ରଙ୍ଗ, ଶୁଭ ଦିନ, ଶୁଭ ରତ୍ନ, ତା ସହିତ ପ୍ରତ୍ୟେକ ମାସର ରାଶିଫଳ, ଯେମିତି ସେପ୍ଟେମ୍ବର ମାସର ରାଶିଫଳ, ଶନି ବକ୍ରି ହେଲେ କ'ଣ ଅସୁବିଧା ହୁଏ, ଆଉ କୁମ୍ଭ ରାଶି, ମୀନ ରାଶି, ମେଷ ରାଶି ଏହାର ସାଢ଼େ ସାତି ହେଲେ କ'ଣ ହୁଏ, ତାର ପ୍ରତିକାର କ'ଣ, ଏସବୁ ପ୍ରକାର ଭିଡ଼ିଓ ଦିଆଯାଇଛି। ଆପଣମାନେ ଭିଡ଼ିଓ ଦେଖି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓକୁ ଅଧିକରୁ ଅଧିକ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ଭିଜିଟ୍ କରନ୍ତୁ। ଆସନ୍ତାକାଲି ଏହିପରି ଇଣ୍ଟରେଷ୍ଟିଂ ଭିଡ଼ିଓ ନେଇ ଆସିବି। ଜ୍ୟୋତିଷ ଚର୍ଚ୍ଚା ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଫିଡ଼ବ୍ୟାକ୍ କମେଣ୍ଟରେ ଜଣାନ୍ତୁ। ରହୁଛି, ନମସ୍କାର।